ସ୍ୱାଗତ। ଆଜି ଆମେ କମ୍ପ୍ୟୁଟର ବିଜ୍ଞାନର ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଦେଖିବା। ହଁ ଆମ ପାଖରେ ଗୋଟେ ଉତ୍ସ ଅଛି କମ୍ପ୍ୟୁଟର ବିଜ୍ଞାନରେ ଥ୍ରେଡର ଭୂମିକା। ଆଜ୍ଞା ତ ଆଜି ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ଏଇ ଥ୍ରେଡ ଜିନିଷଟା ପ୍ରକୃତରେ କ'ଣ ଆଉ କାହିଁକି ଏତେ ଜରୁରୀ ଆଜିକାଲିର କମ୍ପ୍ୟୁଟିଂ ପାଇଁ ତାକୁ ଟିକେ ଭଲ ଭାବେ ବୁଝିବା। ହଁ ନିଶ୍ଚୟ ଚାଲନ୍ତୁ ଆରମ୍ଭ କରିବା। ହଁ ତେବେ ଉତ୍ସ କହୁଛି କି ଗୋଟେ ପ୍ରୋଗ୍ରାମ ଯେତେବେଳେ ଚାଲୁଥାଏ ମାନେ ଗୋଟେ ପ୍ରୋସେସ ହଁ ତା ଭିତରେ ଥ୍ରେଡ୍ ହେଉଛି କାମ କରିବାର ଗୋଟେ ନିର୍ଦ୍ଦିଷ୍ଟ ବାଟ ଏକ ଏକ୍ଜିକ୍ୟୁସନ ପାଥ ଆଉ କ'ଣ ଗୋଟେ ବାଟ। ହଁ ଆଉ ମଜା କଥା ହେଲା ଗୋଟିଏ ପ୍ରୋସେସ ଭିତରେ ଏମିତି ଅନେକ ଥ୍ରେଡ୍ ଏକା ସାଙ୍ଗରେ ଚାଲିପାରିବେ। ଓହୋ, ମାନେ ଗୋଟେ ବଡ଼ କାମ ଭିତରେ ବହୁତ ଗୁଡ଼େ ଛୋଟ ଛୋଟ କାମ ଏକାବେଳକେ ହେଉଛି। ହଁ ଏକଦମ ସେମିତି। ଆଉ ଏଥିପାଇଁ ବୋଧେ କମ୍ପ୍ୟୁଟର ଏତେ ଶୀଘ୍ର କାମ କରେ, ରିସ୍ପନ୍ସିଭ ଲାଗେ। ହଁ ଠିକ୍ କହିଲେ। ଉତ୍ସରେ ବି ସେଇ କଥା କୁହାଯାଇଛି ଯେ ପ୍ରତ୍ୟେକ ଥ୍ରେଡ୍ ଗୋଟେ ନିଜର କ୍ରମ ଅନୁସରଣ କରେ ସିଙ୍ଗଲ ସିକ୍ୱେନ୍ସିଆଲ ଫ୍ଲୋ ଅଫ୍ କଣ୍ଟ୍ରୋଲ। ହୁଁ। ଏମିତି ଭାବନ୍ତୁ ଗୋଟେ ରୋଷେଇ ରେସିପି ଅଛି ତା ନିର୍ଦ୍ଦେଶ ଗୋଟେ ପରେ ଗୋଟେ ପାଳନ କଲା ଭଳି। ଆଚ୍ଛା। ତ ଗୋଟେ ପ୍ରୋସେସ ଭିତରେ ଏମିତି ଅନେକ ଥ୍ରେଡ୍ସ ନିଜ ନିଜ ରେସିପି ଫଲୋ କରୁଥାନ୍ତି। ଆଚ୍ଛା, ଏଇଟା ବୁଝିହେଲା। ହେଲେ ଉତ୍ସରେ ଆଉ ଗୋଟେ ଜିନିଷ ଲେଖାଉଛି, ଏହାକୁ ହାଲୁକା ପ୍ରୋସେସ କୁହାଯାଉଛି, ଲାଇଟ୍ ୱେଟ୍ ପ୍ରୋସେସ। ହଁ ସେଇଟା କାହିଁକି, ମାନେ କେମିତି ହାଲୁକା? ଏଇଟି କଥାଟା ଆହୁରି ମଜାଦାର। ଦେଖନ୍ତୁ ଏହାକୁ ହାଲୁକା କୁହାଯାଏ କାରଣ ଗୋଟେ ପ୍ରୋସେସ ଭିତରେ ଯେତେ ବି ଥ୍ରେଡ୍ ଥାଆନ୍ତୁ ନା କାହିଁକି ହଁ। ସେମାନେ କିଛି ମୂଳ ଜିନିଷ ମାନେ ମେମୋରି ସ୍ପେସ୍ ହେଲା କି ଫାଇଲ୍ସ ଯାହା ଖୋଲା ଅଛି ସେସବୁ ନିଜ ଭିତରେ ବାଣ୍ଟି ନିଅନ୍ତି, ହଁ। ସେୟାର କରନ୍ତି। ଓହୋ, ବାଣ୍ଟି ନିଅନ୍ତି। ହଁ ତେଣୁ ଗୋଟେ ପୁରା ନୂଆ ପ୍ରୋସେସ ତିଆରି କରିବାକୁ ଯେତିକି ଖର୍ଚ୍ଚ ମାନେ ସମୟ ଆଉ ସମ୍ବଳ ହୁଁ ଗୋଟେ ନୂଆ ଥ୍ରେଡ୍ ତିଆରି କରିବାକୁ ତାଠୁ ବହୁତ କମ୍ ଲାଗେ। ହୁଁ। ସେଥିପାଇଁ ହାଲୁକା। ଓହୋ, ବୁଝିଲି। ତାମାନେ ଏମାନେ ବହୁତ ଏଫିସିଏଣ୍ଟ, କାର୍ଯ୍ୟଦକ୍ଷ। ନିଶ୍ଚୟ। ସମ୍ବଳ ବାଣ୍ଟୁଛନ୍ତି ବୋଲି ତିଆରି କରିବା ସହଜ, ଆଉ ଗୋଟେ ଥ୍ରେଡ୍ରୁ ଆଉ ଗୋଟେ ଥ୍ରେଡ୍କୁ ଯିବା ମାନେ ସୁଇଚ୍ କରିବା ବି ବୋଧେ ଶୀଘ୍ର ହେଉଥିବ। ଏକଦମ ବହୁତ ଶୀଘ୍ର। କିନ୍ତୁ ଗୋଟେ ମିନିଟ୍, ଯଦି ସମସ୍ତେ ସମାନ ଜିନିଷ ବ୍ୟବହାର କରୁଛନ୍ତି ଏଥିରେ କିଛି ଗଣ୍ଡଗୋଳ ହୁଏନି, ମାନେ କିଛି ଅସୁବିଧା ନାହିଁ? ବହୁତ ଭଲ ପ୍ରଶ୍ନ ପଚାରିଲେ। ଆଉ ହଁ ସେଇଟା ହିଁ ଥ୍ରେଡ୍ମାନଙ୍କର ସବୁଠୁ ବଡ଼ ଚ୍ୟାଲେଞ୍ଜ। ଆଚ୍ଛା। ହଁ ଉତ୍ସ ଏ କଥା ପରେ ଜୋର ଦେଇଛି ଯେହେତୁ ସେମାନେ ମେମୋରି ଭଳି ଜିନିଷ ବାଣ୍ଟୁଛନ୍ତି ସେମାନଙ୍କୁ ବହୁତ ସାବଧାନ ହେବାକୁ ପଡ଼େ। କେମିତି ସାବଧାନ? ଭାବନ୍ତୁ ଯଦି ଦୁଇଟା ଥ୍ରେଡ୍ ଏକା ସମୟରେ ଗୋଟେ ଜାଗାରେ ଥିବା ଡାଟାକୁ ବଦଳେଇବାକୁ ଚେଷ୍ଟା କଲେ ହଁ। ତାହେଲେ ତ ଗଡ଼ବଡ଼ ହେଇଯିବ। କ'ଣ ଫଳାଫଳ ଆସିବ କିଛି ଠିକ୍ ରହିବନି, ଭୁଲ ହେଇଯିବ। ଓହୋ। ଏଇଟାକୁ କମ୍ପ୍ୟୁଟର ଭାଷାରେ ରେସ୍ କଣ୍ଡିସନ କହନ୍ତି। ରେସ୍ କଣ୍ଡିସନ। ହଁ ଆଉ ଏଇ ସମସ୍ୟାର ସମାଧାନ ପାଇଁ ମାନେ ସେମାନଙ୍କ ଭିତରେ ତାଳମେଳ ରଖିବା ପାଇଁ ସିଙ୍କ୍ରୋନାଇଜେସନ ବୋଲି ଟେକ୍ନିକ୍ ଦରକାର ହୁଏ। ସିଙ୍କ୍ରୋନାଇଜେସନ। ବୁଝିଲି। ଆଚ୍ଛା, ଆମେ ପ୍ରକୃତରେ ଏଇ ଥ୍ରେଡ୍ଗୁଡ଼ିକୁ କୋଉଠି ଦେଖୁ? ମାନେ ପ୍ରତିଦିନ ବ୍ୟବହାରରେ କିଛି ଉଦାହରଣ ଅଛି? ଓ ବହୁତ ଜାଗାରେ ନିଶ୍ଚୟ। ଆପଣ ଯେମିତି ୱେବ୍ ବ୍ରାଉଜର ବ୍ୟବହାର କରନ୍ତି ହଁ। ଦେଖିଥିବେ ପେଜ୍ଟା ଲୋଡ୍ ହେଉଥାଏ କିନ୍ତୁ ଆପଣ ସେହି ସମୟରେ ବି ତଳକୁ ସ୍କ୍ରୋଲ୍ କରିପାରୁଥାନ୍ତି କିମ୍ବା ଅନ୍ୟ ଟ୍ୟାବ୍କୁ ବି ଯାଇପାରୁଥାନ୍ତି। ହଁ ହଁ, ଠିକ। ସେଇଟା କେମିତି ହୁଏ? କାରଣ ଅଲଗା ଅଲଗା କାମ ଯେମିତି ଫଟୋ ଡାଉନଲୋଡ୍ ହେବା, ଲେଖା ଦେଖେଇବା, ଆପଣଙ୍କ କ୍ଲିକ୍ କିମ୍ବା ଟାଇପିଂକୁ ଗ୍ରହଣ କରିବା ଏସବୁ ଅଲଗା ଅଲଗା ଥ୍ରେଡ୍ରେ ଚାଲିଥାଏ। ଆଚ୍ଛା, ସେଥିପାଇଁ ଏତେ ସ୍ମୁଥ୍ ଲାଗେ। ହଁ ଆଉ ଗୋଟେ ବଡ଼ ଉଦାହରଣ ହେଲା ୱେବ୍ ସର୍ଭର। ଗୋଟେ ୱେବସାଇଟ୍କୁ ଏକା ସମୟରେ ହଜାର ହଜାର ଲୋକ ଦେଖୁଥାନ୍ତି। ହୁଁ। ସର୍ଭର କେମିତି ସମ୍ଭାଳେ? ପ୍ରାୟତଃ ପ୍ରତ୍ୟେକ ଲୋକର ରିକ୍ୱେଷ୍ଟ ପାଇଁ ଗୋଟେ ନୂଆ ଥ୍ରେଡ୍ ତିଆରି ହୁଏ। ଏମିତି କରିବା ଦ୍ୱାରା ସର୍ଭର ବହୁତ କମ୍ ସମ୍ବଳରେ ଅନେକ ଲୋକଙ୍କୁ ସେବା ଦେଇପାରେ। କାର୍ଯ୍ୟଦକ୍ଷତା ବହୁତ ବଢ଼ିଯାଏ। ବାଃ, ବହୁତ ଭଲ ଭାବେ ବୁଝେଇଦେଲେ। ତେବେ ମୋଟାମୋଟି ଭାବେ ଯଦି କହିବା, ଥ୍ରେଡ୍ ଗୋଟେ ପ୍ରୋଗ୍ରାମକୁ ଏକା ସାଙ୍ଗରେ ବହୁତ କାମ କରିବାକୁ ଦିଏ। ହଁ ଏମାନେ ହାଲୁକା କାରଣ ସେମାନେ ମେମୋରି ଭଳି ଜିନିଷ ବାଣ୍ଟି ନିଅନ୍ତି ଯାହା ସେମାନଙ୍କୁ ଦକ୍ଷ କରାଏ। ଠିକ୍। କିନ୍ତୁ ସେ ବାଣ୍ଟିବା ଯୋଗୁଁ ହିଁ ସମସ୍ୟା ବି ହୋଇପାରେ, ଆଉ ସେଥିପାଇଁ ସେମାନଙ୍କ ଭିତରେ ସମନ୍ୱୟ ବା ସିଙ୍କ୍ରୋନାଇଜେସନ ଦରକାର। ଏକଦମ ସଠିକ୍ ସାରାଂଶ। ଏହା ପ୍ରୋଗ୍ରାମକୁ ବହୁତ ଶକ୍ତିଶାଳୀ କରେ କିନ୍ତୁ ହଁ ପ୍ରୋଗ୍ରାମରମାନଙ୍କ ପାଇଁ ଏହା ଜିନିଷଟାକୁ ଟିକେ ଜଟିଳ ବି କରିନିଏ। ହୁଁ। ଆଉ ଏଇଠୁ ଗୋଟେ ପ୍ରଶ୍ନ ଆସୁଛି ମାନେ ଚିନ୍ତା କରିବା ଭଳି କଥା। ଯଦି ଏଇ ସମ୍ବଳ ବାଣ୍ଟିବା ଆଉ ତାକୁ ସମ୍ଭାଳିବା ଏତେ ଜଟିଳ ତାହେଲେ ଆଜିକାଲିର ଯୋଉ ପ୍ରୋଗ୍ରାମିଂ ଲାଙ୍ଗୁଏଜ ଆଉ ଅପରେଟିଂ ସିଷ୍ଟମ ଅଛି ହଁ।
ସେମାନେ କେମିତି ପ୍ରୋଗ୍ରାମରମାନଙ୍କୁ ସାହାଯ୍ୟ କରନ୍ତି ଏଇ ଥ୍ରେଡ୍ ଗୁଡାକୁ ଠିକ୍ ଭାବେ ସୁରକ୍ଷିତ ଭାବେ ଚଳାଇବା ପାଇଁ? ହଁ, ଏଇଟା ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଉତ୍ସରେ କିଛି ଜିନିଷର ନାଁ ଅଛି, ଯେମିତି ଲକ୍ସ କିମ୍ବା ସେମାଫୋର୍ସ, କିନ୍ତୁ ସେଗୁଡ଼ା ପ୍ରକୃତରେ କେମିତି କାମ କରେ ତାହା ଭିତରକୁ ଯିବାଟା ଆଗକୁ ଗୋଟେ ଭଲ ବିଷୟ ହୋଇପାରେ। ନିଶ୍ଚିତ ଭାବରେ ସେ ବିଷୟରେ ଆହୁରି ଜାଣିବାକୁ ହେବ। ଭଲ, ତାହେଲେ ଆଜି ପାଇଁ ଏତିକି ଥାଉ। ବହୁତ କିଛି ଜାଣିବାକୁ ମିଳିବ। ହଁ, ନିଶ୍ଚୟ।